କୌଣସି ସମୟରେ ବାଘ ଓ ବଣ ମଧ୍ୟରେ ଉତ୍ତମ ମିତ୍ରତା ଥିଲା। ଯଦି କେହି ବାଘକୁ ମାରିବାକୁ ଆସୁଥିଲା ତ ବଣ ତାକୁ ଲୁଚାଇ ଦେଉଥିଲା ଏବଂ ଯଦି କେହି କାଠ କାଟିବାକୁ ଆସୁଥିଲା ତ ବାଘ ତାକୁ ଡରାଇ ଘଉଡ଼ାଇ ଦେଉଥିଲା। ଏହିପରି ଦୁହେଁ ପରସ୍ପରକୁ ରକ୍ଷା କରୁଥିଲେ। ଏକଦା କୌଣସି ଛୋଟିଆ କାରଣରୁ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଗଲା। ବାଘ ବଣ ଛାଡ଼ି ଚାଲିଗଲା। ସେ ଯିବା ପରେ ଲୋକମାନେ ବଣ କାଟିବା ଆରମ୍ଭ କରିଦେଲେ। ଆଉ ବଣ ଅଭାବରେ ବାଘକୁ ଲୁଚିବାର ଜାଗା ମିଳିଲା ନାହିଁ ଏବଂ ତାକୁ ମାରି ଦିଆଗଲା। ପ୍ରକୃତି ଓ ମନୁଷ୍ୟ ଏହିପରି ପରସ୍ପରର ପରିପୂରକ। ପରସ୍ପରର ବିରୋଧ କରି ହିଁ ଆମେ କେବଳ ସ୍ୱୟଂକୁ ନଷ୍ଟ କରୁଛେ। ଅଖଣ୍ଡ ଜ୍ୟୋତି, ଜାନୁଆରୀ ମାସ 2019, ପୃଷ୍ଠା ସଂଖ୍ୟା 15। विचार क्रांति दूत यूट्यूब ओडिया चैनल को सब्सक्राइब करिया सह परवर्ती वीडियो प्राप्त करिया पई बेल आइकन दबांतु एवं विचार क्रांति दूत ओडिया फेसबुक पेज सह जोड़ी हुंतु। धन्यवाद।